ମୁଁ ସ୍ମାର୍ଟ ଓଡ଼ିଶାରୁ ଆଜି ଆମେ ଆପଣଙ୍କୁ ଶିକ୍ଷା ଦେବୁ କି ମାଇକ୍ରୋସଫ୍ଟ ୱାର୍ଡ଼ରେ ଆମେ ଫୁଲ୍ ଟେବୁଲ୍ କେମିତି ଜେନେରେଟ୍ କରିବା, କିପରି ଆମେ ଗୋଟେ ଟେବୁଲ୍ ଜେନେରେଟ୍ କରିବା, ସେଟା ଦେଖିବା ପାଇଁ ଆମକୁ ଭଲ ଲାଗିବ, ତ ଆମକୁ କରିବା ପାଇଁ ବି ଭଲ ଲାଗିବ, ଆମେ ସହଜରେ ସେ ଟେବୁଲ୍ଟାକୁ ଶିଖିପାରିବା। ସପୋଜ୍ କର ଆମକୁ ଗୋଟେ କାମ ମିଳିଲା, ଯେମିତି ଆମ ସ୍କୁଲ କଲେଜ ଆମ ଡେଲି ଲାଇଫ୍ରେ ଆମେ ଜାଣିଥିବେ ଯେଉଁ ଆମ ପାଖକୁ ଯେଉଁ କୋଶ୍ଚେନ୍ ମିଳୁଛି, ଆମ ଡେଲି ଲାଇଫ୍ରେ ସବୁ ଜାଣିଥିବ। ଡେଲି ଲାଇଫ୍ରେ ଆମେ କ'ଣ କରନ୍ତି ବେସିକାଲି କି ଆମକୁ ଗୋଟେ ଅର୍ଡ଼ର ମିଳିଲା କି ଆମକୁ ଗୋଟେ କାମ ମିଳିଛି, ସେ କାମରେ ଆମକୁ ଜଣକୁ କହୁଛନ୍ତି କି ଆମର ପ୍ରଥମ କଲମରେ ଆମେ ରଖିବା ନାମ, ଦ୍ୱିତୀୟ କଲମରେ ରଖିବା ଫାଦର୍ସ ନେମ୍, ତୃତୀୟ କଲମରେ ରଖିବା ଡେଟ୍ ଅଫ୍ ବାର୍ଥ, ଚତୁର୍ଥ କଲମରେ ରଖିବା ଜେଣ୍ଡର, ପଞ୍ଚମ କଲମରେ ରଖିବା ଏଜୁକେସନାଲ status, occupational status, status, marital status। ଏଇଠି ଲକ୍ଷ୍ୟ କରୁଥିବ ମୁଁ ଏଠି ସ୍ପେଲିଂ ଭୁଲ ଲେଖିଲି, ଅଟୋମେଟିକଲି ଏଲାଇନ୍ ଲେଖିଦେଲା, ତୁମେ ରାଇଟ୍ କ୍ଲିକ୍ କରିବ, ସେଠି ଅପସନ୍ ତୁମକୁ ଦେଖାଇବ। ଠିକ୍ ଅଛି, ତ ଆମେ ଏଇ ଟାଇପ୍ରେ ଲେଖିପାରିବା। ଏଇ ଟାଇପ୍ରେ ଆମକୁ 8ଟା ଟେବୁଲ୍ ବନେଇବାକୁ ପଡ଼ିବ। 8ଟା ଟେବୁଲ୍ ବନେଇବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ, ପିଲାମାନେ ଟିକେ ଏଠି ଲକ୍ଷ୍ୟ କରୁଥିବେ ମୁଁ କେମିତି ଟେବୁଲ୍ ବନାଉଛି, ମୁଁ ଯେଉଁ ଟାଇପ୍ରେ ବନାଉଛି ଆପଣମାନେ ସେଇ ଟାଇପ୍ରେ ବନେଇବେ। ଏଠି 8ଟା କଲମ୍ ବନେଇବା ପାଇଁ ମୁଁ କ'ଣ କଲି, ଇନସର୍ଟକୁ ଗଲି, ଇନସର୍ଟରେ ଇନସର୍ଟ ଟେବୁଲ୍, ଇନସର୍ଟ ଟେବୁଲ୍ ପରେ ମୁଁ 8ଟା କଲମ୍ ନେବି, 1 2 3 4 5 6 7 8 9, 9ଟା ଏଇଥିପାଇଁ ନେଲି, ପ୍ରଥମଟା ତୁମର ସିରିଏଲ୍ ନମ୍ବର, ବାକି ହେଉଛି 8ଟା, ଏଇ 9ଟା ମୁଁ ନେଲି। ଏ 9ଟା ନେଲା ପରେ ଏଇଟା ହେଉଛି ମୋର ସିରିଏଲ୍ ନମ୍ବର, এটা হচ্ছে ମୋର ମୁଁ ଲେଖିବି ନେମ୍, ସେମ୍ କରିଥିଲି ନେମ୍, ଦେନ୍ এটা হচ্ছে ফাদার্স নেম, এটা হচ্ছে ডেট অফ বার্থ, এটা হচ্ছে জেন্ডার, এটা হচ্ছে এডুকেশন, এটা হচ্ছে অকুপেশন, এটা হচ্ছে ফ্যামিলি স্ট্যাটাস, এটা হচ্ছে রেন্টাল স্ট্যাটাস। এতে ପିଲାମାନେ କ'ଣ ଦେଖୁଛନ୍ତି, ଆମର ଟେବୁଲଟା କେଉଁଠି ବଡ଼ ଅଛି କେଉଁଠି ଛୋଟ ଅଛି, ଏଟାକୁ ଆମେ ଆଡ଼ଜଷ୍ଟ କରିବା। ଏଟାକୁ ଆମେ ଟିକେ ଛୋଟ କରିଦେବା, ଫଣ୍ଟ 11 ଅଛି, ଏଟାକୁ ଆମେ 10 କରିଦେବା, 10ରେ ଆମେ 9 କରିଦେଲେ, ଏଟାକୁ 9 କରିଦେଲେ ତୁମେଟା ବଡି ଲାଙ୍ଗୁଏଜ୍ ସେଟା କିଛି ବି ତୁମେ ଫଣ୍ଟ ତୁମେ ଚେଞ୍ଜ କରିବ ତୁମ ମନ ପସନ୍ଦରେ, ତୁମେ ଯେଉଁ ଟାଇପ୍ରେ ଚାହିଁବ ସେଇ ଟାଇପ୍ରେ ତୁମେ ଏଟାକୁ ଫଣ୍ଟ ଦେଇପାରିବ। ଏ ଡେଟ୍ ଅଫ୍ ବାର୍ଥ ଏଇଠି ମୁଁ ଡବଲ୍ କ୍ଲିକ୍ କରୁଛି, ସେ ସାଇଜ୍ ଅଟୋମେଟିକ୍ ତୁମର ରିସାଇଜ୍ ହେଇଯିବ। ଫ୍ୟାମିଲି ଷ୍ଟାଟସ୍ ମୁଁ ଡବଲ୍ କ୍ଲିକ୍ ମାରିକି ଗଲି, ସେ ଅଟୋମେଟିକ୍ ଠିକ୍ ହେଇଗଲା। ସିରିଏଲ୍ ନମ୍ବରର ରେଡ୍ ଲାଇନ୍ ଅଛି, ତ ସେଟାକୁ ଆମେ ଏଡ୍ ଡିକ୍ସନାରୀ କରିଦେବା। ଆମର ଏଇ ଟାଇପ୍ର ଦରକାର। ଏଠି କ'ଣ କରିବା, ଲାଷ୍ଟରେ ଆମେ ଏଣ୍ଟର ମାରିବା। ଏଟାକୁ ଆମେ ଛୋଟ କରିଦେବା, ଏଟାକୁ ଟିକେ ବଡ଼ କରିଦେବା, ନେମ୍ ଲେଖାଯିବ, ଏଟାକୁ ଅଟୋମେଟିକଲି ବଡ଼ ହେଇଯିବ। ଏଟାକୁ ଆମେ ଡିଓ କରିବା, ଡିଓ ବି ମାନେ ଡେଟ୍ ଅଫ୍ ବାର୍ଥ, ଏଟାକୁ ଆମେ ଡେଟ୍ ଅଫ୍ ବାର୍ଥ କରିବା, ଏଟାକୁ ଜେଣ୍ଡର କରିବା, ଏଜୁକେସନ୍, ଅକୁପେସନ୍, ଫ୍ୟାମିଲି ଷ୍ଟାଟସ୍। ସିରିଏଲ୍ ନମ୍ବର ଆମେ କରିଦେଲେ 1 2 3 4 5 6 7 8 9, ଏମିତି କଣ୍ଟିନ୍ୟୁଅସ୍ ଆପଣ କରିପାରିବେ କଲେ। ଏଟା ହେଉଛି 10। ଏଠି ଲେଖିଲେ ନାମ ରମାକାନ୍ତ ପାତ୍ର, ଠିକ୍ ଅଛି। ଫାଦର୍ସ ନେମ୍ ସୁବ୍ରତ, ଡେଟ୍ ଅଫ୍ ବାର୍ଥ 18/09/1983, ଜେଣ୍ଡର male, education matric, occupation student, occupation service, family status ଆପଣ ଲେଖିଲେ marital status married,
ସ୍ପେଲିଂ ଭୁଲ ଅଛି, ଏଠି ତୁମକୁ ଇଏ କରିବାକୁ ଅଟୋମେଟିକ୍ ସ୍ପେଲିଂ ଭୁଲ ଅଛି, ଏଠି ତୁମ କଲମ ହେଇଗଲା। ଏଇଭଳି ତୁମେ ଲେଖିକା ଯିବ। ଏଠି ଲେଖି ସାରିଲା ପରେ ଆମେ ଏବେ କ'ଣ କରିବା, ଆମେ ଏଇ ଟେବୁଲଟାକୁ ଫର୍ମାଟ୍ କରିବା। ତାପରେ ଆପଣଙ୍କର କ'ଣ ହେଉଛି କି ଆମେ ଆগে ଫର୍ମାଟିଂ କରିବା। ଫର୍ମାଟିଂ କରିବା, ଏଠି ଏଇଟା କିନ୍ତୁ ଏଠି ଗୋଟେ ଆସିଛି, ଗୋଟେ ବକ୍ସ ଲଗା ହେଇଛି ଏଇ ଜାଗାରେ, ଏଇ ଏରିଆଟା ବକ୍ସ ଆସୁଛି ଆପଣଙ୍କର ଏଇ ଏରିଆଟା, ଏଠି ମୁଁ ଡବଲ୍ କ୍ଲିକ୍ ମାରିବି। ଆପଣଙ୍କ ପିସିରେ ବି ଆସୁଥିବ, ଏଠି ତୁମେ କ'ଣ କରିବା ଡବଲ୍ କ୍ଲିକ୍ ମାରିବ। ଡବଲ୍ କ୍ଲିକ୍ ମାରିଲେ ଏଠି ତୁମକୁ ଫର୍ମାଟ୍ ଦେଖାଇବ, ତୁମେ କେଉଁ ଟାଇପ୍ର ସେ ବକ୍ସଟା ବନେଇବା ପାଇଁ ଚାହୁଁଛ। ତୁମ ଡିଜାଇନ୍ ତୁମେ ଆପଣ ନିଜ ତରଫରୁ ଡିଜାଇନ୍ଟା କରିପାରିବ, ଯେଉଁ ଟାଇପ୍ର କରିବା ପାଇଁ ଚାହୁଁଛ ତୁମେ କରିପାରିବ, ଯେମିତି ବି ତୁମେ ଚାହିଁବ। ଏଠି ଆମେ ଡିଜାଇନିଂ କଲା, ଆମର ଏଇ ଟାଇପ୍ର ଡିଜାଇନ୍ ଦେବେ, ଏଇ ଟାଇପ୍ର ଟେବୁଲ୍ ହେଲା। ସପୋଜ୍ ଏଇଠି ତୁମକୁ ଆଉ ଗୋଟେ ଟେବୁଲ୍ ଇନସର୍ଟ କରିବାର ଅଛି। ଏଟା ତୁମର କ'ଣ, ଏଟା ତୁମର ପେଜ୍ ସାଇଜ୍ ଯଦି ତୁମକୁ ଆଗକୁ କଲମ ବଢ଼େଇବାର ଅଛି, ଆହୁରି ଏଟାକୁ ତୁମକୁ ପେଜ୍ ସାଇଜ୍ ଚେଞ୍ଜ କରିବାକୁ ପଡ଼ିବ। ପେଜ୍ ସାଇଜ୍ ଚେଞ୍ଜ କଲେ ତୁମକୁ ଏଠି ଯିବ ପ୍ରିଣ୍ଟ ପ୍ରିଭ୍ୟୁ, ଏଠି ତୁମର ଅଛି ଗୋଟେ ଅରିଜିନ୍ ଓରିଏଣ୍ଟେସନ୍ ଅଛି। ଓରିଏଣ୍ଟେସନ୍ର ଗୋଟେ ଲ୍ୟାଣ୍ଡସ୍କେପ୍ ଅଛି, ଏଟା କ୍ଲୋଜ୍ କରିଦେଲ। ଏଠି ଲ୍ୟାଣ୍ଡସ୍କେପ୍ରେ ଏଠି ତୁମେ କଲମ ବଢ଼େଇ ପାରିବ। ଏଟାକୁ ସିଲେକ୍ଟ କରିବ, ଇନସର୍ଟ କଲମ ରାଇଟ୍, ପୁଣି F4 ମାରିବ। F4 ହେଉଛି ରିପିଟ୍ କମାଣ୍ଡ, ମନେ ରଖିଥିଲେ F4 ହେଉଛି ରିପିଟ୍ କମାଣ୍ଡ। ଯେଉଁ କମାଣ୍ଡଟା ତୁମେ ଆଗରୁ ଲେଖି ସାରିଛ ସେଇ କମାଣ୍ଡକୁ ଆଉ ଥରେ ତାକୁ ମାଉସ୍ରେ କିବୋର୍ଡ଼ରେ କିଛି ନ କରିକି ତୁମେ ଯଦି F4 ମାରିବ, ସେଇଟା ତୁମର ରିପିଟ୍ ହେଇଯିବ। ସେ ପର୍ଯ୍ୟନ୍ତ ରିପିଟ୍ ହେବ ଯେପର୍ଯ୍ୟନ୍ତ ତୁମେ ଅନ୍ୟ କିଛି ସେଇ ତାପରେ କିଛି ନ କରିବ। ଯଦି ରୋଟା ଇନସର୍ଟ କରିବା, ରୋଟା ସବୁବେଳେ ଇନସର୍ଟ କରିବେ, ରୋକୁ ସିଲେକ୍ଟ କରିବେ, ରୋକୁ ସିଲେକ୍ଟ କରିସାରିଲା ପରେ ଇନସର୍ଟ ବିଲୋ କରିପାରିବେ, F4 ମାରିବେ, କରିପାରିବେ ଯିବ। ଡିଲିଟ୍ କଲେ ସେଭଳିଆ ଇନସର୍ଟ ଡିଲିଟ୍ ହେବ। କଲମ ଯଦି ଡିଲିଟ୍ କରିବ, ତୁମେ କଲମ ନେଲ ସିଲେକ୍ଟ କରିଦେଲେ ଯେତିକି କରିବ, ତାପରେ ଡିଲିଟ୍ କଲମ ଅଟୋମେଟିକ୍ ଡିଲିଟ୍ ହେଇଗଲା। ଠିକ୍ ଅଛି, ଏଇଟା ହେଉଛି ବକ୍ସ। ଏ ବକ୍ସର ବିଭିନ୍ନ କ୍ରାଇଟେରିଆ ଅଛି, ମଡ଼େଲିଂ ଅଛି, ଆଉ ବି ତୁମେ ଫର୍ମାଟିଂ କରିପାରିବ। ଏଠି ତୁମେ ଲାଷ୍ଟ କଲମ ଦେଇପାରିବ, ଠିକ୍ ଅଛି, ବେଣ୍ଡେଡ୍ କଲମ ଦେଇପାରିବ, ଠିକ୍ ଅଛି, ବେଣ୍ଡ କରିଦେଲେ ଏଟାକୁ ଏମିତି ଗୋଟେ କରିପାରିବେ ଯିବ। ଟୋଟାଲ୍ ହେବ ଆପଣ ସବୁ ଦେଖେଇବ। ଏଠି ଟୋଟାଲ୍ଟାକୁ ତୁମେ ଯାହା ବି ଏଠି ଲେଖିଥିବ ୱାର୍ଡ଼ 72 ଟା ୱାର୍ଡ଼ ଅଛି, ଆ ଭିତରେ ପେଜ୍ 2ଟା ଅଛି। ଯେହେତୁ ଏଟା ଲ୍ୟାଣ୍ଡସ୍କେପ୍ର ଅଛି, ତୁମର ପେଜ୍ 2ଟା ହେଇଗଲା। ପୁଣି ମୁଁ ପ୍ରିଣ୍ଟ ପ୍ରିଭ୍ୟୁକୁ ଯିବି, ପୁଣି ଏଟା ଓରିଏଣ୍ଟେସନ୍ର କ୍ରିଏଟ୍ କରିଦେବ, ତୁମର ପୁଣି ଟେବୁଲ୍ ଆସିଗଲା। ଏ ଟେବୁଲ୍ଟା ତୁମେ ଯେକୌଣସି ପ୍ରକାର ଟେବୁଲ୍ ବନାଇବ, ତୁମ ଟେବୁଲ୍ ଫର୍ମାଟିଂ ଏଇ ଟାଇପ୍ର ଅଛି। ତୁମେ ୟା ପରେ ତୁମେ କିଛି ବି ମଡ଼େଲିଂ କରିପାରିବ। ଆମେ ଧୀରେ ଧୀରେ ଗୋଟେ ଶିଖେଇବୁ କି ମଡ଼େଲିଂ କେମିତି କରାଯାଏ। ଏଠି ସବୁ ଆଗ ନାଁ ଲେଖିବ, ଆଉ ନାଁ ଲେଖି ସାରିଲା ପରେ ଏ ଟେବୁଲ୍ଟାକୁ ଏଇ ଟାଇପ୍ର ଫର୍ମାଟିଂ କରାଯିବ। ଟେବୁଲ୍ଟା ଫର୍ମାଟିଂ କରିସାରିଲା ପରେ ତୁମେ ତାଙ୍କର ଫଣ୍ଟଟା ଚେଞ୍ଜ କରିଦେଇପାରିବ। ଏଠି ତୁମେ ଦେଖିବ, ଏଠି ପ୍ରୋ ଫଣ୍ଟ ଅଛି, ତୁମେ କିଛି ବି କରିପାରିବ। ଏଠି ତୁମେ ଯାହା ଦେଖିବ କି ଚେଞ୍ଜ ହେଉଛି, ଏଟା ଚେଞ୍ଜ ହେଉଛି, ତୁମେ ମାରିଦେଲେ ପୁଣି ଚେଞ୍ଜ ହେଉଛି, ବଢ଼ି ଯାଉଛି, ପ୍ରୋ ଚେଞ୍ଜ, ପୁଣି ଏଟାକୁ ଛୋଟ ହେଇପାରିବ। ଏଇ ଯେଉଁ ଜାଗାଟା ଏଟା ଫଣ୍ଟ ବଢ଼ିକା ଯିବ, ପୁରା ସାଇଜ୍ଟାକୁ ବଢ଼େଇ ଦେବ, ପୁଣି ଏଟା ସାଇଜ୍ଟାକୁ ଘଟାଇ ଦେବ। ସେଇଟା ତୁମର ଏଇଟା ଅଛି ତୁମର କ୍ଲିୟର ଫର୍ମାଟିଂ। ଯାହା ତୁମେ ସାଇଜ୍ ବଢ଼େଇ ଦିଅ, ଘଟାଇ ଦିଅ, ତୁମ ପୁରୁଣା ଅବସ୍ଥାକୁ ଫେରି ଆସିବା ପାଇଁ ଏଇଟା ମାରିଦେବ। ଏଇଟା ହେଉଛି କ୍ଲିୟର ଫର୍ମାଟିଂ, ଠିକ୍ ଅଛି। ତାପରେ ଏଟାକୁ ତୁମେ କଲର୍ ବି ଚେଞ୍ଜ କରିପାରିବ, ବ୍ୟାକ୍ଗ୍ରାଉଣ୍ଡ କଲର୍ କିଛି ବି ଦେଇପାରିବ। ଏଠି ଚେଞ୍ଜ ହେଇଗଲା, ମୋ କଲର୍ କରିଦେବ, ସିଏ ହଟିଯିବ। ଏଥିରେ କଣ୍ଟ୍ରୋଲ୍ ଚେଞ୍ଜ କରିଦେବ, ହଟିଯିବ। ତାପରେ ଏଠି ଆପଣ କୌଣସି କଲର୍ କରିବେ, ସିଲେକ୍ଟ କଲେ ଏଠି କଲର୍ ଅଛି, କଲର୍ ତୁମେ ଦେଇପାରିବ ଯେକୌଣସି କଲର୍, ଠିକ୍ ଅଛି। ସପୋଜ୍ କର ତୁମର ଏଇ ବକ୍ସଟା ବଡ଼ ଅଛି, ତୁମର ଏଇଟା ଛୋଟ ଆସୁଛି, ଏଇଠି ଦେଖ ମୁଁ କେମିତି ରଖିଲି, ଡବଲ୍ କ୍ଲିକ୍ ମାରିବି, ଠିକ୍ ଅଛି। ଏଟାକୁ ଡବଲ୍ କ୍ଲିକ୍ ମାରିବି, ଏ ଫଣ୍ଟଟାକୁ ଛୋଟ କରିବି, ଏଟାକୁ 9 ସାଇଜ୍ କରିବି, ଠିକ୍ ଅଛି। 9 ସାଇଜ୍ର ମୋର ପଳେଇ ଆସିଲା। ଏଟାକୁ ଟିକେ ମୁଁ ବଡ଼ କରିବି, ଡବଲ୍ କ୍ଲିକ୍ ମାରିକି ବଡ଼। ତାକୁ ମୁଁ କ'ଣ କରିବି, ମୁଁ ବର୍ତ୍ତମାନ ଏଠି ଏମିତି ରଖୁଛି, ଲାଇନ୍ ଉପରେ ଗାରଟା ଆସିଲା, ତାପରେ ଡବଲ୍ କ୍ଲିକ୍ ମାରୁଛି, ସେ ଅଟୋ ଆଡ଼ଜଷ୍ଟ ହେଇଯାଉଛି। ଲାଇନ୍ ଉପରେ ଗାର ଆସିଲା, ମାରିବି, ଅଟୋ ଆଡ଼ଜଷ୍ଟ ହେଇଯାଉଛି। ଗାର ଆସିଲା, ମାରିବି, ଅଟୋ ଆଡ଼ଜଷ୍ଟ ହେଇଯାଉଛି। ଗାର ଆସିଲା, ମାରିବି, ଗାର ଆସିଲା, ମାରିବି, ଗାର ଆସିଲା, ମାରିବି। ଏଟାକୁ ତୁମେ ଆହୁରି ଛୋଟ କରିପାରିବ,
ତ ଟେବୁଲଟା କ'ଣ କରେ, ଟେବୁଲଟା ଦେଖ ଏପଟକୁ କମ୍ ଯାଇଛି, ଏପଟର ମାର୍ଜିନ୍ ଆପଣଙ୍କର ଅଧିକା ଅଛି, ଟେବୁଲଟାକୁ ବେଞ୍ଚମାର୍କକୁ ନେଇ ଆସିପାରିବ। ଏଇଟା ତୁମେ ମିଟିଂଟା କରିଦେଇପାରିବ। ତାହେଲେ ମିଟିଂ ଏଇ ଯେଉଁ ଟେବୁଲଟା ଅଛି ଏଇଟା ଛୋଟ କରିବା ପାଇଁ ଆହୁରି ବି ତୁମର କଣ୍ଡିସନାଲ୍ ଫର୍ମାଟ୍ ଇଏ ଅଟୋମେଟିକ୍ ବଡ଼ ଛୋଟ ହେଇଯିବ। ଏଇ ଟାଇପ୍ରେ ତୁମେ ଏବେ ଗୋଟେ ଟେବୁଲ୍ ବନାଅ, ନୂଆ ଟେବୁଲ୍ ବନାଅ। ମୁଁ ଟେବୁଲ୍ର ପାରାମିଟର ତୁମକୁ ଦେଉଛି, ତୁମେ ବନାଅ। ପାରାମିଟର ହେଉଛି ତୁମେ ଦେଖିକି ଟେଷ୍ଟ କରିକି ଦେଖ। ମୁଁ ଟେବୁଲ୍ର ପାରାମିଟର ଦେଉଛି ତୁମକୁ କରିବା ପାଇଁ। ନ କରିପାରିଲେ ତୁମେ ପଚାରିବ, ତୁମ ପାଖରେ ତ ସାର୍ ଅଛି, ସାର୍ ପଚାରିବ। ତୁମର ଟେବୁଲ୍ର ପାରାମିଟର ମୁଁ ଦେଲି। ପ୍ରଥମଟା ହେଉଛି ୟୁଜର ନେମ୍, ଟାଇଟଲ, ପାସୱାର୍ଡ଼। ଦ୍ୱିତୀୟଟା ହେଉଛି ପ୍ରଥମଟା ଆମେ ଲେଖିବା ଫାର୍ଷ୍ଟ ନେମ୍, ଦ୍ୱିତୀୟଟା ଲେଖିବା ସେକେଣ୍ଡ ନେମ୍, ଲେଖିବା ଫାର୍ଷ୍ଟ ନେମ୍, ଦ୍ୱିତୀୟଟା ଲେଖିବା ଲାଷ୍ଟ ନେମ୍। ଲାଷ୍ଟ ତାପରେ ଦେଖିବା ଏଜ୍, ତାପରେ ଦେଖିବା ଲିଟର, ତାପରେ ଦେଖିବା ନେମ୍ ଅଫ୍ ଦ ସ୍କୁଲ, ନେମ୍ ଅଫ୍ ଦ ସ୍କୁଲ, ତାପରେ ଦେଖିବା କ୍ଲାସ୍, ତାପରେ ଦେଖିବା ତାପରେ ଦେଖିବା ଏଜ୍, ତାପରେ ଦେଖିବା ଏମିତି ଦେଖିବା। ଠିକ୍ ଅଛି, ଏଇଟାକୁ ଆମକୁ ଲେଖିବାକୁ ପଡ଼େ। ଏଇ ଟାଇପ୍ର ଗୋଟେ ଏଠି ଆପଣ ଟେବୁଲ୍ ବନେଇବେ। ଏଇ ଯେଉଁ ଏରିଆ ଅଛି ଏଠି ଟେବୁଲ୍ ବନେଇବେ। ଏଇ ଟେବୁଲ୍ ବନେଇକି ଆପଣଙ୍କ ସାର୍କୁ ଦେଖାଇବେ। 10 ଜଣ ପିଲାଙ୍କର 10 ଜଣ ଷ୍ଟୁଡେଣ୍ଟଙ୍କ ନାଁ ନେଇକି ସାର୍କୁ ଦେଖାଇବେ, ସାର୍ ଠିକ୍ କରିକି ଭୁଲ୍ କରିବେ। ଏଇଟା ତୁମର ହେଲା ଆଜିର ଫାର୍ଷ୍ଟ ଷ୍ଟେପ୍। ଏଇଟା ଟେବୁଲ୍ ଆଉ ଦୁଇଟା ଆପଣ ପାଇଲେ। ଏଇଟାକୁ ଆପଣ ଏଇଟା ତୁମର ହରିଜେଣ୍ଟାଲି ଅଛି, ଏଟାକୁ ତୁମେ ଭର୍ଟିକାଲି କରିପାରିବ। ଏମିତି ଏଟାକୁ ଏମିତି ବି ଲେଖିପାରିବ, ଯେଉଁଭଳିଆ ମୁଁ ଲେଖିଛି ଉଲ୍ଟା କରିକି ଏଠି ଏମିତି ଲେଖିବ। ଏଠି କ'ଣ ହେଉଛି ସିରିଏଲ୍ ନମ୍ବର, ତୁମେ ଏଟା ଡ୍ରାଗ୍ କରିକି ଆଣିପାରିବ। ଡ୍ରାଗ୍ କରିକି କେମିତି ଆଣିବ, ଲେଖିବନି, ଡ୍ରାଗ୍ କରିକି ଆଣିବ। ଏଟା ଫାଦର୍ସ ନେମ୍ ଲେଖିଲ, ଡ୍ରାଗ୍ କଲେ ଏଠି ଛାଡ଼ିଦେଲ। ଡେଟ୍ ଅଫ୍ ବାର୍ଥ ଲେଖିଲ, ଏଟାକୁ ଚିପିକି ଡ୍ରାଗ୍ କରିକି ନେଇକି ଆସିବ, ଏଠି ଛାଡ଼ିଦେବ। ଜେଣ୍ଡର ଲେଖିବ, ଲେଖିବନି, ତୁମେ ଡ୍ରାଗ୍ କରିକି ଆଣି ଛାଡ଼ିଦେବ। ଏଜୁକେସନ୍ ଲେଖିବନି, ତୁମେ ଏଟାକୁ ଡ୍ରାଗ୍ କରିକି ଆଣି ଛାଡ଼ି ଦେଇପାରିବ। ଅକୁପେସନ୍ ସିମିଲାରଲି ତୁମେ ଡ୍ରାଗ୍ କରିକି ଆଣି ଛାଡ଼ି ଦେଇପାରିବ। ଯେଉଁ ପୋଜିସନ୍କୁ ତୁମେ ନେଇପାରିବ। ଫ୍ୟାମିଲି ଷ୍ଟାଟସ୍ ଏଠି ଛାଡ଼ିଦେଲ, ମ୍ୟାରିଟାଲ୍ ଷ୍ଟାଟସ୍ ଏଠି ତୁମେ ଛାଡ଼ିଦେଲ। ये तुमको डबल क्लिक में କହିଦେଲି ନା, ଡବଲ କ୍ଲିକ୍ ମାରି ଅଟୋମେଟିକ୍ ପେଜ୍ ଆରେଞ୍ଜ ହେଇଯିବ। ଏଠି ତୁମେ ସେଇଟା ଲେଖିବ, ସେଠି ତ ଲେଖିବ, ତୁମେ ସେଠି ସ୍ପେସ୍ ଦେବାକୁ ପଡ଼ିବ। ଏଠି ତୁମେ ମ୍ୟାକ୍ସିମମ୍ ଏଟାକୁ ଭର୍ଟିକାଲି କରିକି ଲେଖିବ। ଜଣଙ୍କର ନାଁ, ଦୁଇ ଜଣଙ୍କ ନାଁ, ମ୍ୟାକ୍ସିମମ୍ ତୁମେ 10 ଜଣଙ୍କୁ ଲେଖିପାରିବ। ହରିଜେଣ୍ଟାଲି ଥିଲେ ତୁମେ ଏଠି ମ୍ୟାକ୍ସିମମ୍ 30-40 ଜଣଙ୍କର ନାଁଟା ଲେଖିପାରିବ। ଆଉ ତୁମକୁ ଡିପେଣ୍ଡ କରେ ତୁମ ଟେବୁଲ୍ଟା କେଉଁ ସାଇଜ୍ର ବନେଇବ, ତୁମର ଟେବୁଲ୍ଟା କେଉଁ ଟାଇପ୍ର ଅଛି। ତେବେ ସେଇ ଟେବୁଲ୍ଟାକୁ ତୁମେ ଦେଖିବାକୁ ପଡ଼ିବ, ଫର୍ମାଟିଂ ସେଇ ହିସାବରେ କରିବ। ठीक है, टेबुल भितर तुम कौन पिक्चर भी पूरे जापर। ये जो टेबुल कल या भर गोटे पिक्चर पूरे चाहूँ, इनसर्ट पिक्चर आप गोटे पिक्चर पूरे गोटे आम मना पिक्चर पूरे ये पिक्चर को तुम छोट भी कर तुम साइज अनुसार फटो देवाई चाहो तुम ये फटो भी देपर। तुम साइज अनुसार तुम एमती भी कर पिक्चर कर पिक्चर तो फर्मेटिंग करदे से नेक्स्ट स्टेप से पिक्चर को केमी फर्मेटिंग कर पिक्चर को बल करदे किसी भी करदे तुम ये से पिक्चरटा पलि आसवा। ठीक है, पिक्चर सेप अलग अच्छी आम पिक्चर लांगुएज आम बर्तमान पढ़ी ना आम टेबुल उपर अच्छे आम बर्तमान टेबुल डिस्कसन करवा। आज तुम टेबुल बनवा शिख तुम नेक्स्ट पेज नेक्स्ट लेसन तुम आम आउटे देवु से लेसन जहाँ हम आम जनइबू। आज तुम टेबुल जनरेसन प्रक्रिया ये सर एतिक तुम रिविजन टेबुल तुम बनाओ कौ टाइप टेबुल बन पार जो भी न्यूज पेपर देखुच कि पेपर कौटी अच्छी
कि निज बुक्स किसी थाए से टाइप बहिटा बनाओ जो बुझे पारे आप पाखे सार अच्छा से सार को आप पचारतु तो सी आपको आहरी बेटर बुकिंग करदे। तो ये ये टेबल प्रक्रिया आप शेष हो स्टाइल भी किसी करें कलर किसी करेंगे ये ऑटोमेटिक सब जिन अच्छे आपको गोटे गोटे कर कंडीशनल फर्मेटिंग अच्छी आम ये सब धीरे 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 शिखेबू। बर्तमान आज पाठपढ़ा आप टेबल था आज पाठपढ़ा टेबलटा ये सी जेनेरेसन आम देखीदेलु कि टेबल जेनेरेसनटा केमी हुए तापर तुम्हें निजे कम कर आम ये ऑब्जेक्टिवटा पढ़े दी सारापर टेबल जेनेरेसन से कर सारापर लास्ट गोटे प्रोजेक्ट वर्क कर सीटा भी तुमको सब प्रकार काम करने वार्डर हेल्प कर। ठीक है, थैंक यू वेरी मच। राजेंद्र परिडा आउ थे स्मार्ट ओडिशा।